ଧରିବା ପରେ 2-4 ପୃଷ୍ଠା ଖଣ୍ଡେ ପାଠ କରିଦେଲେ ମନକୁ ବସିକିରି। ପାଠ କରିସାରିଲା ପରେ କହିଲେ ଆଜ୍ଞା ମତେ 2 ଦିନ ପାଇଁ ଏଇଟା ଦିଅନ୍ତୁ ଆଉ। ଶୁଣୁନାହାନ୍ତି ମାନେ 2 ଦିନ ଯଦି କହୁଛନ୍ତି ମୁଁ ଆଉ 2 ଦିନ ଏକ୍ସଟେନସନ କରୁଛି 4 ଦିନ। 2 ଦିନ କାହିଁକି ଆଉ 2 ଦିନ 4 ଦିନ। ଆଜ୍ଞା ବନ୍ଧୁ ଜଣକ ଆନନ୍ଦର ସହିତ ନେଲେ। ମୁଁ ସେତେବେଳେ ଭାବି ଚିନ୍ତା କରୁଥିଲି ମୁଁ ଚିନ୍ତା ଏଇ କାମ କଲି ଚିନ୍ତା ସ୍ମରଣ କଲି ପ୍ରଭୁଙ୍କୁ। ତା ଭିତରେ ଯେମିତି ଆକର୍ଷଣ ରହିଛି ଲୁହା ଚୁମ୍ବକର ଯେମିତି ଶକ୍ତି ତାକୁ ଯିଏ ଆଧ୍ୟାତ୍ମିକବାଦୀ ଯୋଉମାନେ ଚେତନାଶୀଳ ବ୍ୟକ୍ତି ସେ ପୁସ୍ତକ ଯିଏ ଧରିବ ତାକୁ କରେଣ୍ଟ ଭଳିଆ ଟାଣି ନବ। ଏଟା ମୋ ଅନୁଭବ କଥା ମୁଁ କହୁଛି। ଆଜ୍ଞା ଏଟା ବହି ପଢା କଥା ନୁହଁ କିଛି ନୁହଁ ଅନୁଭବ ଦୃଷ୍ଟିରୁ ଯୋଉମାନଙ୍କର ଟିକେ ଆଧ୍ୟାତ୍ମିକ ଚେତନାଶୀଳ ବ୍ୟକ୍ତି ହରିପ୍ରେମୀ ତାକୁ ଯିଏ ଆଖି ପଡିବ ଯେମିତି ଚୁମ୍ବକ ଟାଣି ନିଏ ନାହିଁ ଅଟୋମେଟିକ ସେ ପୁସ୍ତକ ତାକୁ ଟାଣି ନବ। ଏବଂ ତାର କାରଣ ହେଲା କଣ ନା ପଞ୍ଚ ମହାପୁରୁଷଙ୍କର ଆପଣଙ୍କ ପ୍ରତି ଆଶୀର୍ବାଦ ଭଲ ପାଇବା କୃପା। ଏ କଥା କହିବାର ଅଛି। ପଞ୍ଚସଖାଙ୍କର ଅପାର କରୁଣା। ସେଇ ଯୋଉ ଅପାର କରୁଣା ଯୋଉ କୃପା ବର୍ଷା ସେ କୃପା ବର୍ଷାଟା ତାର ଭିତରେ ଅଛି। ନିଶ୍ଚୟ ଅଛି। ସେ ତାକୁ ଟାଣି ନଉଛି। ଆଜ୍ଞା 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 ଏଇଟା ମୁଁ ସ୍ପଷ୍ଟ ଭାବରେ କହୁଛି ରାତି କାଳ ଅନୁଭବ କଥା। ନାଇଁ ଆପଣ ଭୁଲ କାହିଁ କହିବେ। ଯଶୋବନ୍ତ ଦାସଙ୍କ ମହାପୁରୁଷଙ୍କର ଗାଦି ଆପଣ ତାର ଦାୟିତ୍ୱ ଉତ୍ତରାଧିକାରୀ ଭାବରେ ଏଇଟା ଛୋଟ କଥା ନୁହେଁ। ଆଉ ଆପଣଙ୍କର ଯୋଉ ଦିବ୍ୟତା ଯୋଉ ଜ୍ଞାନ ଯୋଉ ବୁଝିବାର ଯୋଉ କ୍ଷମତା ସେଇଟା ସମସ୍ତଙ୍କ ପାଖେ ନଥାଏ। ପ୍ରଭୁ ଶ୍ରୀ କୃଷ୍ଣ ଯେତେବେଳେ ଅର୍ଜୁନଙ୍କର ସଖା ହେଲେ ସେତେବେଳେ ସେ ବଂଶୀ ବଜେଇକିରି ତାଙ୍କୁ ଆନନ୍ଦିତ କରୁଥିଲେ। ଯୁଦ୍ଧ ବିଦ୍ୟା କିଛି ଦେଇନଥିଲେ କିନ୍ତୁ ଯେତେବେଳେ ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କର ପ୍ରଶ୍ନର ସମ୍ମୁଖୀନ ହେଲେ ସେତେବେଳେ ଗୁରୁ ଜ୍ଞାନ ମିଳିଲା। ଆଜ୍ଞା ତେଣୁ ଜିଜ୍ଞାସୁ ହେଲେ ପ୍ରଶ୍ନ ପଚାରିଲେ ଆପଣଙ୍କୁ ଯୋଉ ସେବା ମିଳିବ ସେ ସେବାଟା ସମଗ୍ର ବିଶ୍ଵର ଆଜ୍ଞା ମଙ୍ଗଳ କରିବ। ଆପଣ ଦେଖନ୍ତୁ ଈଶ୍ୱରଙ୍କର କାର୍ଯ୍ୟ କେମିତି ଆପଣଙ୍କ କଥାକୁ ଚିନ୍ତା କରନ୍ତୁ। ଆଜ୍ଞା କାହା କୋଳରେ ଜନ୍ମ ନେଲେ ଆଜ୍ଞା ଜନ୍ମ ହେଇକିରି କର୍ମ କଣ କଲେ ପାଠ କଣ ପଢିଲେ ଜୀବିକା ପାଇଁକି କର୍ମ କୋଉ ଆଡକୁ ଯାଉଥିଲେ ଦେଖନ୍ତୁ ପଶିଲେ ସେ କଣ କରିଦେଲା ସେ କଣ କରିଦେଲା ପରେ କହୁନାହାନ୍ତି ହଁ ହଁ ଆଉ କହିବାର ଅଛି ଆଜ୍ଞା କଣ କୋଉ ଆଡକୁ ଯାଉଥିଲା ସେ ଲାଇନ ଅଲଗା ଲାଇନ ଆଜ୍ଞା ଆଜ୍ଞା କିନ୍ତୁ ଆପଣଙ୍କ କପାଳରେ ସେଇଟା ନାହିଁ। ନାଇଁ ହଁ ଆପଣ ଜନ୍ମ ରହସ୍ୟ କିଛି ଅଲଗା ସତ୍ୟ କହୁଛନ୍ତି ପ୍ରଭୁ ଜଗତକୁ ପଠେଇଛନ୍ତି ଅଲଗା ପାଇଁକି। ଆଜ୍ଞା ଆଜ୍ଞା ମାନେ ପିଲା ଯଦି ଅବାଟରେ ଯିବ ବାଟକୁ କିଏ ଆଣେ ମାତା ପିତା ଆଣନ୍ତି। ଆଜ୍ଞା ମାତା ପିତା ବର୍ତ୍ତମାନ କିଏ ନା ପରମ ପୁରୁଷ ଆଜ୍ଞା ବା ଗୁରୁ ନିଶ୍ଚୟ ନିଶ୍ଚୟ ଗୁରୁ ଆଉ କିଏ କି ଗୁରୁଙ୍କୁ ନମଣି ମନର ଗୁରୁ ହିଁ ସାକ୍ଷାତ ଈଶ୍ୱର ମୁଁ ବସେଇ ଗୁରୁ ମୋ ଠାରୁ ଗୁରୁ ବିନା ନୁହେଁ। ସତ୍ୟ ସତ୍ୟ କୃଷ୍ଣ ବନ୍ଦେ ଜଗତ ଗୁରୁ ଆଉ ଗୁରୁ ହେଲେ କୃଷ୍ଣ ହେଲେ ପରମ ପୁରୁଷ ଯିଏ ପରମ ପୁରୁଷ ସେଇ ଜଗନ୍ନାଥ ସ୍ୱାମୀ ଯିଏ ଜଗନ୍ନାଥ ସେଇ ଯଶୋବନ୍ତ ସେଇ ଅଚ୍ୟୁତ ସେଇ ବଳରାମ ସେଇ ଶିଶୁ ଅନନ୍ତ ସେ ଜଣେ ତ ଲୀଳା ନିମନ୍ତେ ନାନାକାର ହୁଅନ୍ତି ବ୍ରହ୍ମାଣ୍ଡ ଠାକୁର ଯୁଗକୁ ଯୁଗ ହେଇ ମତେ ପରମାନନ୍ଦ ଏ ଜଗତେ ପ୍ରଭୁ ପ୍ରଭୁ ତେଣୁ ଏଇମାନେ ସ୍ୱୟଂ ଗୁରୁ ହେଇକିରି ଆପଣଙ୍କ ହୃଦୟରେ ବିରାଜମାନ କରିଦେଲେ। हे प्रभु जय श्री जगन्नाथ जय पंचसखा जय अच्युत महापुरुष। କାହିଁକି ନା ଗୁରୁଙ୍କର କୃପା ନହେଲେ ଆଜ୍ଞା ଲେଖନି ଚାଲିବ ନାହିଁ। ନାଇଁ ନାଇଁ ସତ୍ୟ ଗୁରୁ କୃପା ହିଁ କେବଳ ସତ୍ୟ। ତେଣୁ ଶାସ୍ତ୍ର କହିଲା ପରମ ପୁରୁଷ କବି ରୂପ ପୁରାଣ ହୋଇଛି ବେଦ ବାକ୍ୟ। ହଁ ପରମ ପୁରୁଷ ଯେତେବେଳେ କବି ନ ହେଇଯିବେ କବି ନହେଲେ ପୁରାଣ କୋଉଠି ଆସିବ? ନା 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 ହାଁ ଆଜ୍ଞା ଆଜ୍ଞା
ରାମଚନ୍ଦ୍ର ଜଗତକୁ ନ ଆସିବା ପୂର୍ବରୁ ଲେଖା ହେଇଗଲା ପୁସ୍ତକ ନା ନାଇଁ? ଆହା ହା ହା ଆଜ୍ଞା ଆଉ ସେ କେଡେ ବଡ ମହତ କଥା, ବାପରେ ବାପରେ। ମୁଣ୍ଡିଆ ମୂର୍ଖ ଲୋକ କଣ ଆପଣ ମାନଙ୍କ ପାଖରୁ ଟିକେ ବସି ଉଠିକି ଟିକେ ଆଜ୍ଞା ଶୁଣି ସାରିକି ମନେ ରଖିଦେଇଛି ଆଜ୍ଞା। ଆଜ୍ଞା ପଥରଟା କଣ ଆପଣ କହିବି ବିଜ୍ଞାନ ଆଜ୍ଞା ପଥରଟା ପଥରର ପାଦ ତଳେ ମୁଣ୍ଡିଆ ମରା ଯାଉଛି ଏବଂ କିଛି ପଥର ମୁଣ୍ଡିଆ ମାରୁଥିବା ଲୋକର ପାଦ ତଳେ ପଡି ରହିଛି। କହୁ ପଥରର ପାଦ ତଳେ ମୁଣ୍ଡିଆ ମରା ଯାଉଛି ଏବଂ ଅନେକ ପଥର ମୁଣ୍ଡିଆ ମାରୁଥିବା ପାଦ ତଳେ ପଡି ରହିଛି। ଆଜ୍ଞା ଯିଏ ମୁଣ୍ଡିଆ ମାରୁଛି ତା ପାଦ ତଳେ ଅନେକ ପଥର ଏବଂ ଯିଏ ଅନେକ ପଥରକୁ ପାଦ ତଳେ ରଖିଛି ସେ ପୁଣି ଗୋଟେ ପଥର ପାଦ ତଳେ ମୁଣ୍ଡିଆ ମାରୁଛି। ତେଣୁ ମୋ ଅନ୍ତରାତ୍ମାରେ ଗୋଟିଏ ଜିନିଷ ଅହରହ ଆଜ୍ଞା ଆନ୍ଦୋଳିତ କରୁଛି ମୋ ଅନ୍ତରାତ୍ମାରେ। ଆଜ୍ଞା ସେ କଥା ଅନ୍ତର୍ଯାମୀ ପ୍ରଭୁ ଆପଣଙ୍କ ଭିତରେ ବହିଛନ୍ତି, ମୋ ଭିତରେ ବି ବହିଛନ୍ତି। ଆଜ୍ଞା ନା ନାଇଁ କି ଆଜ୍ଞା? ପରମ ପୁରୁଷ ଆପଣଙ୍କ ଭିତରେ, ମୋ ଭିତରେ, ସମସ୍ତଙ୍କ ଭିତରେ। ଆଜ୍ଞା ମୋର କଣ ଆନ୍ଦୋଳିତ ହଉଛି ପ୍ରଭୁ ଜାଣୁଛନ୍ତି। ତେଣୁ ମୁଁ ଯଶୋବନ୍ତ ଦାସଙ୍କ ପାଖରେ ପ୍ରାର୍ଥନା କରୁଛି, ଆଉ ଯଶୋବନ୍ତ ଦାସଙ୍କ ପାଖରେ କାଲି ବୁଧବାର, ପରଦିନ ଗୁରୁବାର ଗୋଟେ ବିରାଟ ଅଖଣ୍ଡ ଜାଳିବି। ଏଇ ସକାଶେ ଜାଳିବି ଜଗତର କଲ୍ୟାଣ ପାଇଁ କି ଯେ ପ୍ରଭୁ ଏ ଗ୍ରନ୍ଥ ପ୍ରତି ଘରେ ଘରେ ପହଞ୍ଚାଅ, ଦାୟିତ୍ୱ ତମର। ପ୍ରଭୁ କେଡେ ବଡ କଥା। ତମର ଦାୟିତ୍ୱ, କାରଣ ତମେ ପହଞ୍ଚେଇବ। ମାନବ କିଛି କରିପାରିବ ନାହିଁ, ମାନବ କେହି କରିପାରିବ ନାହିଁ। ନା ଝୁଣ୍ଟି ପଡିଲେ ଉଠି ପାରିବି ନାହିଁ, ଝଡିଲା ପତ୍ର ବୃକ୍ଷେ ରହିଛି ଚାହିଁ। ମୋର କୋଉଠି ଆସିଲା କ୍ଷମତା ତମର। ତମେ ଜଗତର କଲ୍ୟାଣ ପାଇଁ କି ସମସ୍ତଙ୍କୁ ସତ୍ୟ ଶାନ୍ତି ଦୟା କ୍ଷମା ହୃଦୟରେ ଭରିଦିଅ। ଏ ଗ୍ରନ୍ଥ ସମସ୍ତଙ୍କ ପରିବାରକୁ ଗୋଟା ଯେମିତି ପରମ ଶାସ୍ତ୍ର ଭାଗବତ ଘରେ ଘରେ ପରିଚିତ, ଆକୁ ସେମିତି ଘରେ ଘରେ ପରିଚିତ କରିଦିଅ। ଜଗତର କଲ୍ୟାଣ ହଉ, ଏ ଯୁବ ଜଗତ ଉଦ୍ଧାର ହେଇଯାଉ, ଉଦ୍ଧାର ହେଇଯାଆନ୍ତୁ, ପତିତ ଉଦ୍ଧାର ହେଇଯାଆନ୍ତୁ। ମହାପ୍ରଭୁ ଏହି କୃପା କରନ୍ତୁ ବୋଲି ଗୋଟେ ବଡ ସଂକଳ୍ପ ରଖିଛି ଗୁରୁବାର ନ କରିବି। ହଉ ପ୍ରଭୁ ଏ କଥା କରନ୍ତୁ। ଆଉ ଆମେ ତ ଏ କଥା ଆପଣଙ୍କ ଠାରୁ ଶୁଣିକିରି ନିଜକୁ ଏତେ ମହାନ ଭାବିଲୁ ଯେ ଯାହା ହଉ ଏ ଜଗତରେ ପୁଣି ସୁନା ବି ଅଛି, ଗୁଣିଆ ବି ଅଛି। ଆଜ୍ଞା ଏଇଟା ଗୋଟେ ବର୍ତ୍ତମାନ ସନ୍ଦେହ ଥିଲା ଯେ ସୁନା ବୋଧେ ନାହିଁ କି ଆଉ ଗୁଣିଆ ବି ନାହାନ୍ତି। ଆଜ୍ଞା ତେଣୁ ନା, ଗୁଣିଆ ବି ଅଛନ୍ତି, ସୁନା ବି ଅଛି। ଆଜ୍ଞା ନହେଲେ ଉଦୟ ଅସ୍ତ ହବ ଆଜ୍ଞା? ନାଇଁ, କେମିତି ହବ? ନାଇଁ, ହେଇପାରିବ ନା ନା। ଖାଦ ରହିବ, ସୁନା ରହିବ, ବଣିଆ ବି ରହିବେ। ଇଏ ଅଣାକ୍ଷର କ୍ରିୟା ଯୋଗାଶ୍ରମ ତରଫରୁ ଅଣାକ୍ଷର କ୍ରିୟା ସାଧନା ସୂତ୍ରକୁ ପ୍ରକାଶ କଲେ ପ୍ରଭୁ। ଏବଂ ୟା ପୂର୍ବରୁ ଅଣାକ୍ଷର ହଂସାୟନୀ ବୋଲି ଆଜ୍ଞା ଗୋଟିଏ ପୁସ୍ତକ, କବିତା, ଆଧ୍ୟାତ୍ମିକ କବିତା ପୁସ୍ତକ ରଚନା କରାଗଲା। ସେ ବହି ଭୋଗ ଭଳିଆ ସରିଯିବାରୁ ମୋ ପାଖରେ ଆଉ ସେ ବହି ଖଣ୍ଡେ ମାତ୍ର ନଥିବାରୁ, ମାନେ ଖଣ୍ଡିଏ ରଖିଛି ମୁଁ, ଆଉ କାହାକୁ ସିନା ଦେଇପାରୁନି। ସେ ବହି ଛପା ହବ ଆଜ୍ଞା। ଆପଣ 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 ସେ ବହି, ଆଜ୍ଞା ସେ ବହିର ଯଦି ଆପଣ ଗୋଟିଏ ବି କବିତା, ମାନେ ଆପଣ ବିସ୍ମୟ ହେବେ ପ୍ରଭୁ କେମିତି ତାକୁ ଲେଖିଲେ। ଏବଂ ତାର ଶେଷ କବିତା ଟା ଯୋଉ କରାହେଇଛି, ସେ କବିତାଟି ହେଲା ଜଗନ୍ନାଥ କହୁଛନ୍ତି, ଜଗନ୍ନାଥ ଶୁଣ, ଜଗତ ଭିତରେ ମାୟା ହୋଇଛି ଭିଆଣ, ରଙ୍ଗ ନାହିଁ ଅଙ୍ଗ ନାହିଁ, ନାହିଁ ପାଦ ପାଣି, ତେଣୁ ଜଗନ୍ନାଥ ଶୁଣ ଜଗାର କାହାଣୀ। ସେହି ବିଷ୍ଣୁ ମାୟା ସବୁଠାରେ ଅଛି ବ୍ୟାପ୍ତ, ସେ ମାୟା ବନ୍ଧନ ସୂତ୍ର ଅତ୍ୟନ୍ତ ଗୁପତ,
ମାୟାର ପଘା ପଡ଼ିଛି ଜୀବ ଜଗତରେ, ଜଗନ୍ନାଥ ବନ୍ଧା ପଡ଼େ ଭକ୍ତ ନିକଟରେ। ଏକ ଏକ ଜଗା ପଘା ଧରି ଟାଣୁଛି ଜଗାକୁ, ଜଗା 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 ଜଗି କହିବି କାହାକୁ। ଜଗିଥିଲେ ଜଗନ୍ନାଥ ଜଗନ୍ନାଥ ହେବୁ, ଜଗିଥିଲେ ଜଗନ୍ନାଥ ଜଗନ୍ନାଥ ହେବୁ। ବହୁଥିବା ନଦୀ ଗର୍ଭେ ବନ୍ଧ ତୁ ବାନ୍ଧିବୁ, ବନ୍ଧ ନାହିଁ ଦେଖ ପାଣି ଆପେ ରହିଅଛି, ବନ୍ଧ ହେଲା ପରେ ପାଣି ଉଜାଣି ବହୁଛି। ଏକ ପାଦ ହେଲେ ବାବୁ ନଦୀ ପାର ହେବୁ, ଦୁଇ ପାଦ ଧରି ମାୟା ଜାଲେ ପଡ଼ିଥିବୁ। ଜଗାକୁ ଜଗିଲେ ଯଜ୍ଞ ହୋଇବ ରେ ବାବୁ, ଜଗି ନ ପାରିଲେ ଜଗା କାହୁଁ ତୁ ଭେଟିବୁ। ଭେଟା ଭେଟି ଯେବେ ହେବ ଦୁଇ ନ ରହିବ, ଦୈତ୍ୟ ଭାବ କଟିଅ ଦୈତ୍ୟ ମନ ଥିବ। ଘୃତ ନାହିଁ ଅଗ୍ନି ନାହିଁ ଯଜ୍ଞ ଯେ ହେଉଛି, ସେହି ଯଜ୍ଞ ଜଗନ୍ନାଥ ଗୁପତେ ରହିଛି। ରାଜବିଦ୍ୟା ରାଜଗୁପ୍ତ ଏହି ନାଭି କ୍ଷେତ୍ର, ଜଗି ପାରିଲେ ରେ ବାବୁ ହୋଇବୁ ତୁ ମିତ୍ର। ଦିନ ବନ୍ଧୁ ବନ୍ଧୁ ହେଲେ ବନ୍ଧ କେ ଭାଙ୍ଗିବ, ବନ୍ଧ ଭାଙ୍ଗିବା ବେଳରେ ସେହି ଏକା ଥିବ। ବନ୍ଧ ଭାଙ୍ଗି ଘାଇ ଜଳେ ଯେବେ ଯିବୁ ଭାସି, ଭାସି ଗଲା ବେଳେ ଏକା ସାହା ବ୍ରହ୍ମ ରାଶି। ଏକକୁ ଯେ ଧରି ବାବୁ ଏକା ହୋଇ ରୁହ, ଏକ ଯେବେ ମୋହ ହେବ ଲାଗିଯିବ ଲୟ। ସ୍ମୃତି ବିଭ୍ରମ ଘଟିଲେ ମୋହେ ପଡ଼ିଥିବୁ, ମୋହ ନଷ୍ଟ ସ୍ମୃତି ଲାଭ ହେଲେ ତୁ ତରିବୁ। ନିତ୍ୟ ଯୋଗୀ ହେବୁ ଯେବେ ସୁମନକୁ ଧର, ସୁମନ ଜଗି ପାରିଲେ ଭବୁ ହେବୁ ପାର। ଇଏ ହେଲା ଅନ୍ତିମ କବିତା ସେ ପୁସ୍ତକର। ଇଏ ଅନ୍ତିମ କବିତା କଣ? ଏତେ ଜଗନ୍ନାଥ ସ୍ୱାମୀ ନିଜେ କହୁଛନ୍ତି, ଆଉ ଏ ମହାପ୍ରଭୁ ନିଜେ କହୁଛନ୍ତି ଆଜ୍ଞା। ସେ ପୁରା ଜଗନ୍ନାଥ ଜଗନ୍ନାଥଙ୍କୁ ନିଜେ କହୁଛନ୍ତି ଆଜ୍ଞା, ନହେଲେ କହିବ କିଏ? ତାହାର କ୍ଷମତା ନାହିଁ ଆଜ୍ଞା। ଆଜ୍ଞା ହଁ ହଁ। ଜଗନ୍ନାଥକୁ ବର୍ଣ୍ଣି, କାରଣ ଜଗନ୍ନାଥ ହେଲେ